ଜୟଗୁରୁ ଅଧ୍ୟାୟ ଚିତ୍ତା ସାଧନା। ନଳିନୀକାନ୍ତ କିଛିଦିନ ଏହି ସ୍ଥାନରେ ବାସ କରିବା ପରେ ତାଙ୍କର ସ୍ନାୟୁ ଓ ମାଂସପେଶୀ ସମୂହ ଭିତରେ ଗୋଟିଏ ନୂତନ ଶକ୍ତି ସେ ଅନୁଭବ କରିବାକୁ ଲାଗିଲେ। ଏହି ସାଧନ କ୍ଷେତ୍ରରେ କିଛିଦିନ ବାସ କରିବା ପରେ ତାଙ୍କ ମନ ଶକ୍ତି ସାଧନା ପାଇଁ ଉନ୍ମୁକ୍ତ ହୋଇଉଠିଲା। ଅବଶେଷରେ ନିର୍ଦ୍ଦିଷ୍ଟ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଶନିବାର ରାତ୍ରି ଉପସ୍ଥିତ ହେଲା। ତାହା ପୂର୍ବରୁ ବାମାକ୍ଷେପା ସାଧନ ଉପଯୋଗୀ ସମସ୍ତ ଆବଶ୍ୟକ ଦ୍ରବ୍ୟ ସଂଗ୍ରହ କରି ରଖିଥିଲେ। ଉକ୍ତ 2 ଦିନ 2 ପ୍ରହର ରାତ୍ର ଗତ ହେଲାରୁ ବାମାକ୍ଷେପା ଶିଷ୍ୟଙ୍କୁ ସାଙ୍ଗରେ ଧରି ସାଧାରଣଙ୍କ ଅଗୋଚରରେ ଶ୍ମଶାନକୁ ଗମନ କଲେ। ସେଦିନ 2-3 ଗୋଟି ଶବ ଏହି ଶ୍ମଶାନରେ ଦାହ ହୋଇଥାନ୍ତି। ବାମାକ୍ଷେପା ନିର୍ଦ୍ଦିଷ୍ଟ ଚିତା ନିକଟକୁ ଯାଇ ଶିଷ୍ୟକୁ ଯଥାସ୍ଥାନରେ ବସିବାକୁ ଆଦେଶ ଦେଲେ। ସଂକଳ୍ପ କରାଇ ଗୁରୁ, ଗଣେଶ, ବଟୁକ, ଯୋଗିନୀ ଓ ମାତୃକାଗଣଙ୍କ ପୂଜା କରାଇ ପରେ ଆତ୍ମରକ୍ଷା କରିବାକୁ ସଂସ୍କାରାଦି କରି ଶାସ୍ତ୍ରାନୁମୋଦିତ ଦିଗ୍ବନ୍ଧନ, ଆମିଷାନ୍ନ, ବଳି ପ୍ରଦାନ ଓ ଚିତା ସଂସ୍କାରାଦି କାର୍ଯ୍ୟ କରି ତଦୁପରି ପୀତବସ୍ତ୍ର ବିନ୍ୟାସପୂର୍ବକ ବଟପତ୍ରରେ ପୀଠମନ୍ତ୍ର ଲେଖିଦେଲେ। ଅନ୍ତରର ବାହ୍ୟ ଚର୍ମ ଉପରେ ଶିଷ୍ୟଙ୍କୁ ବୀରାସନରେ ବସାଇ ସମ୍ମୁଖରେ ପ୍ରଦୀପ ଜାଳି କହିଲେ, ମା, ବିଶ୍ୱରୂପା କାହାକୁ କିପରି ଯେ ଦେଖାଦେବେ ତାହା କେହି କହିପାରିବେ ନାହିଁ। ଇଷ୍ଟଦେବୀ ଯେପରି ମୂର୍ତ୍ତିରେ ଦେଖାଦିଅନ୍ତୁ ପଛକେ ତୁମର ସନ୍ଦେହ ଦୂର କରିବାକୁ ସେ ସତ୍ୟ କରି କହିବେ ଯେ ସେ ତୁମର ଇଷ୍ଟଦେବୀ। ତାହାପରେ ତୁମେ ପ୍ରଣାମ କରିବ। ଦେବୀ ତୁମ ମସ୍ତକରେ ପଦସ୍ପର୍ଶ କରିବେ। ଇଷ୍ଟ ଭିନ୍ନ ଅନ୍ୟ ଦେବତାଙ୍କର ସାଧକଙ୍କର ଲଲାଟରେ ପଦସ୍ପର୍ଶ କରିବାର ଅଧିକାର ନାହିଁ। ମନ୍ତ୍ର ଜପ। ନଳିନୀକାନ୍ତ ସଂକଳ୍ପ କରି ହୃଦୟରେ ଇଷ୍ଟଦେବତାଙ୍କର ଧ୍ୟାନପୂର୍ବକ ଏକାକୀ ଏହି ଜନମାନବ ଶୂନ୍ୟ ମହାଶ୍ମଶାନରେ ଚିତା ଉପରେ ବସି ଗୁରୁଦେବଙ୍କର ଉପଦେଶ ଅନୁସାରେ ଜପ କରିବାକୁ ଲାଗିଲେ। କି ଭୟାବହ ଦୃଶ୍ୟ! ମହାଶ୍ମଶାନ, ଜନମାନବର କୌଣସି ଶବ୍ଦ ନାହିଁ। କେତେବେଳେ ଯେ ଶୃଗାଳ ଓ ନିଶାଚର ପକ୍ଷୀମାନେ କର୍କଶ ଶବ୍ଦ ଓ ଦ୍ୱାରକା ନଦୀର ମୃଦୁ ମଧୁର କୁଳୁ କୁଳୁ ନାଦ ଶ୍ରୁତିଗୋଚର ହୁଏ। ଯୁବକ ସାଧକ କୃଷ୍ଣ ଚତୁର୍ଦ୍ଦଶୀର ଗାଢ଼ ଅନ୍ଧକାରରେ ଆତ୍ମସତ୍ତା ବୁଡ଼ାଇ ଦେଇ ଘୋର ତନ୍ମୟତା ସହିତ ଜପରେ ନିମଗ୍ନ। ବିଭୀଷିକା ଦର୍ଶନ। ନଳିନୀକାନ୍ତ ଦୂରରୁ ଖଟ୍ ଖଟ୍ ଶବ୍ଦ ଓ ଶୃଗାଳମାନଙ୍କ କାମୁଡ଼ା କାମୁଡ଼ି ଶବ୍ଦ ପ୍ରଥମେ ଶୁଣିବାକୁ ପାଇଲେ। ଶବ୍ଦ କ୍ରମେ ନିକଟବର୍ତ୍ତୀ ହେବାକୁ ଲାଗିଲା। ଯେପରି ଖୁବ୍ ନିକଟରେ କେହି ଉଚ୍ଚ ସ୍ୱରରେ ହସି ଉଠିଲା। ମନେ ହେଲା ବମ୍ ବମ୍ ଶବ୍ଦ କରି କିଏ ନାଚୁଛି। ନଳିନୀକାନ୍ତ ଅସ୍ଥିର ହୋଇ ଉଠିଲେ। ହିଂସ୍ର ଜନ୍ତୁମାନେ ତାଙ୍କ ଶରୀରରେ ଘଷି ହୋଇ ଯାଉଥିବାର ସେ ଅନୁଭବ କଲେ। ସଙ୍ଗେ ସଙ୍ଗେ ସେ ଗୁରୁ ବାମାକ୍ଷେପାଙ୍କର ମା ଭୟେ ମା ଭୟେ ବୋଲି ଉଚ୍ଚ ଶବ୍ଦ ଶୁଣିବାକୁ ପାଇଲେ। ସେ ଶବ୍ଦରେ ଶିଷ୍ୟଙ୍କର ବିକ୍ଷିପ୍ତ ଚିତ୍ତ ସଂଯତ ହୋଇ ଉଠିଲା। ପୁନରାୟ ମନ ଏକାଗ୍ର କରି ସେ ଜପ କରିବାକୁ ଆରମ୍ଭ କଲେ। କିଛି କ୍ଷଣ ପରେ ଆକାଶରେ ମେଘଗର୍ଜନର ଶବ୍ଦ ଶୁଣାଗଲା। ଚତୁର୍ଦିଗରୁ ଏହି ଶବ୍ଦ ଆସି ନଳିନୀକାନ୍ତଙ୍କର କର୍ଣ୍ଣ କୁହର ଭେଦ କରିଗଲା। ସେ ଚକ୍ଷୁ ଉନ୍ମୀଳନ କରି ଦେଖିଲେ ଗଗନସ୍ପର୍ଶୀ ଉଚ୍ଚ କୃଷ୍ଣକାୟ ବିରାଟ ଐରାବତ ତାଙ୍କ ଆଡ଼କୁ ଦୌଡ଼ି ଆସୁଛି। ଶ୍ୱେତଦନ୍ତ କୃଷ୍ଣାଙ୍ଗ ଭୂତପ୍ରେତ ହିଁ ହିଁ କରି ହସୁଛନ୍ତି। ଦୁଗ୍ଧ ଧବଳ ନରକଙ୍କାଳମାନେ ବିକଟ ନୃତ୍ୟ ଆରମ୍ଭ କରିଛନ୍ତି। ଏହି ସ୍ଥାନରୁ ପଳାଇବାର ବାଟ ନାହିଁ। ଏସବୁ ମାନସିକ ବିକାର ମନେକରି ନଳିନୀକାନ୍ତ ପୁନରାୟ ଜପରେ ପ୍ରବୃତ୍ତ ହେଲେ। କ୍ରମେ କ୍ରମେ ବାହାରର ଉପଦ୍ରବ ପ୍ରଶମିତ ହୋଇ ଆସିଲା। ମହାଶକ୍ତିଙ୍କର ଆବିର୍ଭାବ। ସହସା ଏକ ଅଲୌକିକ ଦୃଶ୍ୟରେ ତାଙ୍କର ପୂର୍ଣ୍ଣ ଜ୍ଞାନ ଫେରିଆସିଲା। ସେ ଦେଖିଲେ ତାଙ୍କର ପ୍ରତି ଲୋମକୂପରୁ ବାଷ୍ପାକାରରେ ତରଳ ଜ୍ୟୋତି ନିର୍ଗତ ହୋଇ ଜଗତ ଆଚ୍ଛନ୍ନ କରିଅଛି। ନଳିନୀକାନ୍ତ ସେହି ତେଜ ପ୍ରଭାବରେ ପ୍ରତିହିତ ହୋଇ ନେତ୍ର ନିମୀଳନ କଲେ। ତତ୍କ୍ଷଣାତ୍ ଉକ୍ତ ତେଜପୁଞ୍ଜ ଦିବ୍ୟ ରମଣୀ ମୂର୍ତ୍ତିରେ ଉଦ୍ଭାସିତ ହେଲା। ସେହି ମୂର୍ତ୍ତି ସନ୍ଦର୍ଶନରେ ନଳିନୀକାନ୍ତଙ୍କର ବିସ୍ମୟର ଅବଧି ରହିଲା ନାହିଁ। ଏ ଯେ ତାଙ୍କର ସେହି ପରଲୋକଗତ ସ୍ତ୍ରୀ ସୁଧାଂଶୁବାଳା, କିନ୍ତୁ ଏହା ପୂର୍ବର ସୁଧାଂଶୁବାଳାଙ୍କଠାରୁ ଅଧିକତର ଗରିମାମୟୀ, ମହିମାମୟୀ ଓ ଲାବଣ୍ୟମୟୀ। ଏହି ଦେବୀ ନଳିନୀକାନ୍ତଙ୍କୁ ଚାହିଁ ହସିଲେ। ଏଥିରେ ନଳିନୀକାନ୍ତଙ୍କ ମନରେ ମହାଦ୍ୱନ୍ଦ୍ୱ ଓ ସନ୍ଦେହ ଉପସ୍ଥିତ ହେଲା। ସେ ତ ସ୍ତ୍ରୀକୁ ପାଇବା ନିମିତ୍ତ ତାରାଦେବୀଙ୍କ ସାଧନା କରୁଛନ୍ତି। ତେବେ ଯେଉଁ ମୂର୍ତ୍ତି ସମ୍ମୁଖରେ ଉପସ୍ଥିତ ସେ କ'ଣ ତାଙ୍କର ସ୍ତ୍ରୀ ନା ଇଷ୍ଟଦେବୀ ତାରା? ନଳିନୀକାନ୍ତ ପ୍ରଶ୍ନ କଲେ, ସତ୍ୟ କରି କହ, ତମେ କିଏ? ଦେବୀ, ମୁଁ ତାରା, ତୁମର ଇଷ୍ଟଦେବୀ। ନଳିନୀକାନ୍ତ, ତୁମର ଏ ମୂର୍ତ୍ତି?
ମୋର ଗୁରୁପ୍ରତିଷ୍ଠ ମୂର୍ତ୍ତି ନୁହେଁ। ସତ୍ୟ କରି କହ, ତୁମେ କିଏ? ଦେବୀ, ମୁଁ ସତ୍ୟ କରି କହୁଅଛି, ମୁଁ ତାରା। ତୁମେ ତୁମର ସ୍ତ୍ରୀକୁ ପାଇବା ନିମିତ୍ତ ମୋର ସାଧନା କରିଅଛ। ତୁମର ସାଧନା ଫଳବତୀ ହୋଇଅଛି। ମୁଁ ତେଣୁ ତୁମର ମନୋମୟୀ ମୂର୍ତ୍ତି ରୂପରେ ଯେଉଁ ରୂପ ତୁମର ହୃଦ୍ୟ, ତାହା ଦେଖିଲେ ତୁମେ ତୃପ୍ତି ଲାଭ କରିବ, ସେହି ରୂପରେ ଆସିଛି। ମୋର ବେଦମୟୀ ରୂପ ଦେଖିଲେ ତୁମେ ସହ୍ୟ କରିପାରିବ ନାହିଁ। ମୁଁ ବିଶ୍ୱରୂପା। ମୋଠାରେ ସବୁ ଓ ସବୁଥିରେ ମୁଁ। ଯେକୌଣସି ରୂପରେ ମୁଁ ଦେଖା ଦେଇପାରେ। ନଳିନୀକାନ୍ତ ପରୀକ୍ଷା ନିମିତ୍ତ ଦେବୀଙ୍କୁ ପ୍ରଣାମ କଲେ। ଦେବୀ ତାଙ୍କ ଲଲାଟରେ ବାମପାଦ ସ୍ପର୍ଶ କରି କହିଲେ, ସାଧନାର ଫଳ ସ୍ୱରୂପ ବର ପ୍ରାର୍ଥନା କର। ଯେକୌଣସି ବର ଚାହଁ, ତ୍ରୈଲୋକ୍ୟରେ ଯାହା କିଛି ତୁମର ଅଭୀଷ୍ଟ କହ, ମୁଁ ତୁମକୁ ସେ ସମସ୍ତ ସମ୍ପଦର ଅଧିକାରୀ କରିଦେବି। ନଳିନୀକାନ୍ତ, ତ୍ରୈଲୋକ୍ୟର ଐଶ୍ୱର୍ଯ୍ୟର ମୋର ପ୍ରୟୋଜନ ନାହିଁ, ମୁଁ ତୁମକୁ ଚାହେଁ। ଦେବୀ, ମୁଁ ସର୍ବଦା ଭକ୍ତ ବାଞ୍ଛା କଳ୍ପତରୁ ଓ ବରଦାତ୍ରୀ। ତୁମର ବାଞ୍ଛା ଅବଶ୍ୟ ପୂର୍ଣ୍ଣ ହେବ। ମୁଁ ସର୍ବଦା ତୁମଠାରେ ବିଦ୍ୟମାନ ରହିବି। ବର୍ତ୍ତମାନ ବର ପ୍ରାର୍ଥନା କର। ନଳିନୀକାନ୍ତ, ମୋର ମାଗିବାର କିଛି ନାହିଁ। ମୁଁ ଭିକ୍ଷା ଝୁଲି ଘେନି ତୁମ ନିକଟକୁ ଆସିନାହିଁ। ମୁଁ କେବଳ ତୁମକୁ ଚାହେଁ। ଯେତେବେଳେ ତୁମକୁ ସ୍ମରଣ କରିବି, ସେତେବେଳେ ତୁମେ ଏହି ମୂର୍ତ୍ତିରେ ମୋ ନିକଟରେ ଆବିର୍ଭୂତ ହେବ। ଯଦି ଦେଇପାରିବ, ଏହି ବର ଦିଅ। ଦେବୀ, ତୁମେ ଗୁରୁକୃପାରୁ ମୋର ସାକ୍ଷାତ ଦର୍ଶନ କଲ। ତୁମର ଆଉ ବନ୍ଧନ ସମ୍ଭବ ହେବ ନାହିଁ। ମୁଁ ତୁମ ସହିତ ଅଭିନ୍ନ ଭାବରେ ବିରାଜିତ ରହିବି। ତୁମେ ନିଶ୍ଚିନ୍ତ ମନରେ ନିର୍ଭୟରେ ଯଥେଚ୍ଛା କ୍ରମରେ ବିଚରଣ କର। ସମସ୍ତ ଫଳାଫଳ ମୋତେ ସମର୍ପଣ କରି ମୋ ଭକ୍ତମାନଙ୍କ ମଧ୍ୟରେ ବ୍ରହ୍ମଜ୍ଞାନ ବିତରଣ କର। ବତ୍ସ, ମୁଁ ବର୍ତ୍ତମାନ ନିଜ ରୂପରେ ଅବସ୍ଥାନ କରୁଛି। ତୁମେ ଇଚ୍ଛା କଲା ମାତ୍ରେ ତୁମର ମନୋମୟୀ ମୂର୍ତ୍ତିରେ ତୁମ ନିକଟରେ ଆବିର୍ଭୂତ ହେବି। ନଳିନୀକାନ୍ତ, ଗୁରୁପ୍ରତିଷ୍ଠ ମୂର୍ତ୍ତି ମୋତେ ଥରେ ମାତ୍ର ଦେଖାଅ। ତତ୍ପରେ ମନୋମୟୀ ମୂର୍ତ୍ତି ଧୀରେ ଧୀରେ ବିଲୀନ ହୋଇ ଜ୍ୟୋତିପୁଞ୍ଜରେ ପରିଣତ ହେଲେ। ମହାଶୂନ୍ୟରେ ବିରାଟ ଜ୍ୟୋତିର୍ମଣ୍ଡଳ ମଧ୍ୟବର୍ତ୍ତୀ ସଦ୍ୟଚ୍ଛିନ୍ନ ରକ୍ତାକ୍ତ ନୃମୁଣ୍ଡମାଳିନୀ ରକ୍ତନେତ୍ରା ଊର୍ଦ୍ଧ୍ୱକେଶା ଖଡ୍ଗଧାରିଣୀ ରୁଦ୍ର ନୃତ୍ୟପରାୟଣା ତାରା ନଳିନୀକାନ୍ତଙ୍କୁ ସ୍ୱରୂପ ଦେଖାଇଲେ। ମହାଶକ୍ତିଙ୍କର ସ୍ୱରୂପ ମୂର୍ତ୍ତି ଦର୍ଶନ କରି ନଳିନୀକାନ୍ତ ଭାବବିହ୍ୱଳ ହୋଇ ମୂର୍ଚ୍ଛିତ ହୋଇପଡ଼ିଲେ। ଗୁରୁ ବାମାକ୍ଷେପା ତାରା ମନ୍ଦିରରେ ଥାଇ ସବୁ ଦେଖୁଥିଲେ। ଶିଷ୍ୟଙ୍କୁ ଚୈତନ୍ୟ ଶୂନ୍ୟ ଦେଖି ଧୀରେ ଧୀରେ ତାଙ୍କ ନିକଟକୁ ଯାଇ ସ୍ନେହରେ ତାଙ୍କର ସ୍ପନ୍ଦନହୀନ ଦେହକୁ କୋଳ କରି ବସି ରହିଲେ। ନଳିନୀକାନ୍ତ ନୟନ ଉନ୍ମୀଳନ କରିବା କ୍ଷଣି ବାମାକ୍ଷେପାଙ୍କୁ ଦେଖିପାରିଲେ। ସେତେବେଳକୁ ନିଶାବସାନ ହୋଇଯାଇଛି। ବାମାକ୍ଷେପା କହିଲେ, ବତ୍ସ, ତୁ ଧନ୍ୟ। ତୋ ପରି ଶିଷ୍ୟର ଗୁରୁ ମୁଁ ମଧ୍ୟ ଧନ୍ୟ। ନଳିନୀକାନ୍ତ ଧୈର୍ଯ୍ୟାବଲମ୍ବନ ପୂର୍ବକ ଗୁରୁପାଦ ନିଜ ହୃଦୟ ମଧ୍ୟରେ ଧାରଣ କରି ପ୍ରେମ ବିଗଳିତ ନୟନରେ କହିଲେ, ନମସ୍ତେ ନାଥ ଭଗବନ୍ ଶିବାୟ ଗୁରୁରୂପିଣେ ବିଦ୍ୟାବତାର ସଂସିଧୌ ସ୍ୱୀକୃତାନେକ ବିଗ୍ରହ ନାରାୟଣ ସ୍ୱରୂପାୟ ପରମାତ୍ମିକ ମୂର୍ତ୍ତୟେ ସର୍ବଜ୍ଞାନ ତମୋଭେଦ ଭାବେନ ଚିଦ୍ଘନାୟତେ ସ୍ୱତନ୍ତ୍ରାୟ দয়াক্লুপ্ত বিগ্রহায় শিবাত্মনে পরতন্ত্রায় ভক্তানাং ভাবানাং অব্যরূপিণে বিবেকীনাং বিবেকায় বিমর্ষায় বিমর্ষিণাম প্রকাশানাং প্রকাশায় জ্ঞানিনাং জ্ঞানরূপিণে त्वत्प्रसादादहं देव कृतकृत्वास्मि सर्वतः माया मृत्यु महापाशात् विमुक्तोऽस्मि शिवोऽस्मि च। ପତ୍ନୀ ରୂପା ମହାଶକ୍ତିଙ୍କ ସହ ପ୍ରେମାଳାପ ସିଦ୍ଧିଲାଭ ପରେ ଦିନେ ଦୁଇ ଦିନ ବାମାକ୍ଷେପାଙ୍କ ନିକଟରେ ଅବସ୍ଥାନ କରି ତାଙ୍କ ନିକଟରୁ ବିଦାୟ ନେଇ ନଳିନୀକାନ୍ତ କର୍ମସ୍ଥଳ କୁମିରାକୁ ପୁଣି ପ୍ରତ୍ୟାବର୍ତ୍ତନ କଲେ। ଅନ୍ତଃ ସଲୀଳା ଫଲ୍ଗୁ ନଦୀ ପରି ବାହାରେ କର୍ମର ବାହିକ ଆବରଣ ଥିଲେ ହେଁ ତାଙ୍କ ଅନ୍ତରରେ ଅଫୁରନ୍ତ ଆନନ୍ଦ ପ୍ରବାହିତ ହେବାକୁ ଲାଗିଲା। ନଳିନୀକାନ୍ତ ଦୈନନ୍ଦିନ କାର୍ଯ୍ୟ ଶେଷ କଲା ପରେ ଅବକାଶ ମିଳିଲା କ୍ଷଣି ତାଙ୍କର ନିର୍ଜନ ଗୃହରେ ମନୋମୟୀ ମୂର୍ତ୍ତିଙ୍କୁ ସ୍ମରଣ କରିବା ମାତ୍ରେ ମା ତାଙ୍କ ସମ୍ମୁଖରେ ଆବିର୍ଭୂତ ହୁଅନ୍ତି। ପ୍ରଥମେ ପ୍ରଥମେ ପରୀକ୍ଷା କରିବାକୁ ନିର୍ଜନ ଗୃହ ଭିତରେ ଦିନ ମଧ୍ୟରେ 2-3 ଥର ସ୍ମରଣ କରି ନଳିନୀକାନ୍ତ ତାଙ୍କ ସହିତ ଆନନ୍ଦରେ କାଳ ଯାପନ କରିବାକୁ ଲାଗିଲେ। ନଳିନୀକାନ୍ତଙ୍କର ନବୀନ ବୟସ, ନୂତନ ଉତ୍ସାହ, ସେଥିରେ ପୁଣି ସେ ତାନ୍ତ୍ରିକ ସିଦ୍ଧି ଲାଭ କରିଛନ୍ତି। ଜଗଦ୍ଧାତ୍ରୀ ବିଶ୍ୱନିୟନ୍ତ୍ରୀ ନଳିନୀକାନ୍ତଙ୍କୁ ସ୍ୱାମୀ ଭାବରେ ବରଣ କରି ତାନ୍ତ୍ରିକମାନଙ୍କ ଭିତରେ ଅଭିନବ ଓ ବରଣୀୟ ଆସନ ପ୍ରଦାନ କରିଛନ୍ତି। ସୁତରାଂ ନୂତନ ଭାବର ଚାଞ୍ଚଲ୍ୟରେ ନଳିନୀକାନ୍ତଙ୍କର ବାହିକ ଆକୃତି ପ୍ରକୃତିରେ ମଧ୍ୟ ପରିବର୍ତ୍ତନ ଦେଖାଗଲା।
ପତ୍ନୀ ରୂପରେ ଦେବୀ ଦେଖାଦେବାରୁ ନଳିନୀକାନ୍ତଙ୍କ ମନରେ କ୍ରମେ କ୍ରମେ ସ୍ୱାମୀ ଭାବ ଜାଗି ଉଠିଲା। ଠିକ୍ ପତ୍ନୀ ସୁଧାଂଶୁବାଳାଙ୍କର ଆକୃତି, ସେହି ପ୍ରକୃତି, ସେହି ବୟସ, ସେହି ଚାହାଣୀ, ସେହି ହସ, ସେହି ପଦକ୍ଷେପ, ସେହି ଅଙ୍ଗଭଙ୍ଗୀ, ସବୁ ଏକା ପ୍ରକାର। ଗୋଟିଏ ଶଯ୍ୟା ଉପରେ ଉଭୟ ବସି ଅଫୁରନ୍ତ ଅର୍ଥହୀନ କଥାବାର୍ତ୍ତାରେ ସମୟ ଅତିବାହିତ କରିବାକୁ ଲାଗିଲେ। ମହାମାୟାଙ୍କୁ ନଳିନୀକାନ୍ତଙ୍କ ସ୍ତ୍ରୀ ଭାବରେ ଦେଖିବାକୁ ପାଇଲେ, କିନ୍ତୁ ସ୍ତ୍ରୀ ମୂର୍ତ୍ତି ନିକଟରେ ତତ୍ତ୍ୱାଲୋଚନା କରିବାକୁ ଲଜ୍ଜାବୋଧ ହେବାରୁ ସେ ତତ୍ତ୍ୱ କଥା ପଚାରିପାରିଲେ ନାହିଁ। କ୍ରମେ ଏପରି ହେଲା ଯେ ମୂର୍ତ୍ତି ସମ୍ବନ୍ଧରେ ଟିକିଏ ଚିନ୍ତା କଲାକ୍ଷଣି ଦେବୀ ଆବିର୍ଭୂତା ହୋଇ ପ୍ରେମାଳାପ କରିବାକୁ ଲାଗିଲେ। ଅବଶେଷରେ ନଳିନୀକାନ୍ତଙ୍କର ଏହି ମୂର୍ତ୍ତିକୁ ଧରି କୋଳ କରିବାକୁ ଇଚ୍ଛା ହେଲା। ଦିନେ ଅବଶେଷରେ ନଳିନୀକାନ୍ତ ଉକ୍ତ ମୂର୍ତ୍ତିଙ୍କୁ ଧରି କୋଳକୁ ନେବାକୁ ଚେଷ୍ଟା କଲେ, କିନ୍ତୁ ଆଶ୍ଚର୍ଯ୍ୟର କଥା, ଧରିବା କ୍ଷଣି ଉକ୍ତ ମୂର୍ତ୍ତି ନିକଟକୁ ଆସି ନଳିନୀକାନ୍ତଙ୍କ ଶରୀରରେ ମିଶିଗଲା। ସେ ତତ୍କ୍ଷଣାତ୍ ଅଜ୍ଞାନ ହୋଇପଡ଼ିଲେ। ଏହାପରେ ମଧ୍ୟ ନଳିନୀକାନ୍ତ ଯେତେବେଳେ ଇଚ୍ଛା କରନ୍ତି ସେତେବେଳେ ମୂର୍ତ୍ତି ତାଙ୍କ ନିକଟକୁ ଆସନ୍ତି, କିନ୍ତୁ ତାଙ୍କର ଏ ପିପାସା ମେଣ୍ଟେ ନାହିଁ। ନିଜ ପ୍ରିୟ ବସ୍ତୁ ନିକଟକୁ ଆସୁଛି, କିନ୍ତୁ ଧରିବାକୁ ଗଲାକ୍ଷଣି ଧରା ଦେଉନାହିଁ। ଏ ପ୍ରକାର ବିଚିତ୍ର ବ୍ୟବହାରରେ ନଳିନୀକାନ୍ତଙ୍କ ପ୍ରାଣରେ ଯେ କି ଭୀଷଣ ବେଦନା ହେଲା, ତାହା ଅବର୍ଣ୍ଣନୀୟ। ଜୟଗୁରୁ। ପରବର୍ତ୍ତୀ ଅଧ୍ୟାୟ ସ୍ୱରୂପ ସ୍ମୃତି। ଜୟଗୁରୁ।